ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଆଦିମ ୱାର ଜାପାର ମିଳିତ ସହଯୋଗରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଇଥିଲା। ଆଦିମ ୱାର ଜାପାର ସଭାପତି କାରୁ ମୁର୍ମୁ ସୂଚନା ପ୍ରଦାନ କରିଥିଲେ ଯେ ଆମର ସାନ୍ତାଳୀ ଭାଷାର ଯଦି ପ୍ରଫେସରମାନଙ୍କୁ ସ୍କୁଲ କଲେଜ ଏବଂ ୟୁନିଭର୍ସିଟିରେ ନିଯୁକ୍ତି ଦିଆଯିବ ତାହେଲେ ଆମ ଦେଶ ଆଗେଇବ। ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଆଦିମ ୱାର ଜାପା ସହଯୋଗରେ ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏଥିପାଇଁ ତ ପ୍ରଥମେ ମୁଁ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଦେବି, କାରଣ ପ୍ରତ୍ୟେକ ବର୍ଷ ସେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମ ଜୟନ୍ତୀକୁ ପାଳନ କରୁଛନ୍ତି ଏବଂ ଏହା ପାଳନ ହେବା ଦ୍ୱାରା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସିଏ ଯେତିକି ସମ୍ମାନ ଦେଉଛନ୍ତି ସେଇଥିରେ ସେଇ ସମ୍ପ୍ରଦାୟର ସେ ଯେଉଁ ସାନ୍ତାଳୀ ଲିପି ଓଲ୍ ଚିକିର ସିଏ ଉଦ୍ଭାବକ ଏବଂ ସାନ୍ତାଳୀ ଭାଷା ସାହିତ୍ୟ ପାଇଁ ଯେତିକି ସିଏ କାମ କରିଛନ୍ତି ଏହା ପାଳନ କରିବା ଦ୍ୱାରା ସେଇ ସମ୍ପ୍ରଦାୟର ବର୍ତ୍ତମାନର ଯୁବପିଢ଼ି ବିଶେଷ ଭାବରେ ସେମାନେ ପ୍ରେରଣା ପାଉଛନ୍ତି ନିଜ ଭାଷା ଏବଂ ସାହିତ୍ୟକୁ ସୁରକ୍ଷା କରିବା ପାଇଁ, ଶିଖିବା ପାଇଁ, ଗବେଷଣା କରିବା ପାଇଁ। ଆଜି ଯେଉଁ ଜୟନ୍ତୀ ସଭାଟି ଆୟୋଜନ କରାଯାଇଛି ଏହା କେବଳ ଯେ ସାନ୍ତାଳ ସମ୍ପ୍ରଦାୟ ପାଇଁ ଏହା ଉଦ୍ଦିଷ୍ଟ ତାହା ନୁହେଁ। ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହା କରାଯାଉଛି ତେଣୁ ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କ ପାଇଁ ଏହା ଏକ ଗର୍ବ ଏବଂ ଗୌରବର ବିଷୟ ଯେ ଓଡ଼ିଶାର ଯେଉଁ ବରପୁତ୍ର ମାନେ ସବୁ ରହିଛନ୍ତି ସେମାନଙ୍କର ଜନ୍ମଦିନ ପାଳନ କରିବା ଦ୍ୱାରା ଆମେ ସେମାନେ ଯାହା ଯାହା କରି ଯାଇଛନ୍ତି ସମାଜ ପାଇଁ, ଦେଶ ପାଇଁ, ଭାଷା ପାଇଁ, ପରବର୍ତ୍ତୀ ପିଢ଼ି ମଧ୍ୟ ସେଥିରେ ନିଶ୍ଚିତ ଭାବରେ ଅନୁପ୍ରାଣିତ ହେବେ। ସିଏ ଯେଉଁ ସାହିତ୍ୟ ସୃଷ୍ଟି କରିଛନ୍ତି ସେଇ ସାହିତ୍ୟରେ ଯାହା ରହିଛି ସିଏ ଏକ ଧର୍ମ ପୁସ୍ତକ ଗୀତଲ ମଧ୍ୟ ଲେଖିଛନ୍ତି, ତାକୁ ଛାଡ଼ିକି ସିଏ ମନ୍ତ୍ର ସ୍ତୁତି ଏସବୁ ମଧ୍ୟ ଲେଖିଛନ୍ତି। ମୁଁ ଯାହା କହିବା ପାଇଁ ଚାହେଁ ବର୍ତ୍ତମାନର ଯେଉଁ ଜେନେରେସନ୍ ଅଛନ୍ତି, ନୂଆ ପିଢ଼ି ଅଛନ୍ତି, ସେମାନେ ତାକୁ ପଢ଼ିବା ଉଚିତ, ଶିଖିବା ଉଚିତ, ନିଜ ସଂସ୍କୃତିକୁ ସେମାନେ ଜାଣିବା ଉଚିତ। କମିଟିର ଯିଏ ପ୍ରେସିଡେଣ୍ଟ ଅଛନ୍ତି କାରୁ ମୁର୍ମୁ ମହାଶୟ, ତାଙ୍କର ଉଦ୍ୟମକୁ ମଧ୍ୟ ମୁଁ ପ୍ରଶଂସା କରୁଛି। ଯେହେତୁ ସିଏ ସାହିତ୍ୟ ଏକାଡେମୀ ସହିତ ମିଶି ପ୍ରତ୍ୟେକ ବର୍ଷ ଏ କାର୍ଯ୍ୟକ୍ରମକୁ କରୁଛନ୍ତି ଏବଂ ଆମର ଓଡ଼ିଶାର ରାଜଧାନୀ ଭଳି ଜାଗାରେ ସମସ୍ତଙ୍କୁ ସବୁ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟକୁ ଏକତ୍ରିତ ସେ କରୁଛନ୍ତି। ଏହା ତାଙ୍କର ଗୋଟେ ଭଲ ଉଦ୍ୟମ, ଭଲ ପ୍ରଚେଷ୍ଟା। ସିଏ ମଧ୍ୟ ଲୋକମାନଙ୍କୁ ସଚେତନ କରାଉଛନ୍ତି ଯେ କେବଳ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମଦିନ ଯେ କେବଳ ଗାଁରେ ପାଳନ ହେଉଛି ସେ କଥା ନୁହଁ, ଆମ ରାଜଧାନୀରେ ମଧ୍ୟ ପାଳିତ ହେଉଛି। ଏଥିପାଇଁ ସରକାରଙ୍କର ଦୃଷ୍ଟି ମଧ୍ୟ ରହିଛି, ତାଙ୍କ ସହିତ ମିଶି ସିଏ ଏ କାର୍ଯ୍ୟକ୍ରମ କରୁଥିବାରୁ ମୁଁ କାରୁ ମୁର୍ମୁ ଆଉ ଏହି ଆଦିମ ୱାର ଜାପାର ସଭାପତି। ଆଜି ଆମର 121ତମ ଜନ୍ମ ଜୟନ୍ତୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଏଠାରେ ରାଜ୍ୟସ୍ତରୀୟ ପାଳନ କରିଛୁ। ଏଥିରେ ଏଇଟା ଆମର ମିଳିତ ଆନୁକୂଲ୍ୟରେ ହେଉଛି, ଏଇଟା ମେନ୍ ଅର୍ଗାନାଇଜର ରହୁଛନ୍ତି ସାହିତ୍ୟ ଏକାଡେମୀ, ଆମେ କେବଳ ସପୋର୍ଟ କରୁଛୁ, ଆମର ସହାୟତାରେ ଏଇଟା ହେଉଛି। ଆମର ଏଇ ଯେଉଁ ସାମାଜିକ ସାଂସ୍କୃତିକ ଆଉ ଆଉ ଯେତକ ବି ଆମର କ'ଣ ବିଶେଷ କରି ଏଇ ସାହିତ୍ୟଟା କେମିତି ଡେଭଲପ କରିବ ୟାଙ୍କ ସାଙ୍ଗରେ ଆମର କୋଲାବୋରେସନଟା ଅଛି। ସରକାର ଆମକୁ ୟାଙ୍କ ସଙ୍ଗେ ହାତ ମିଶେଇ ଦେଇଛନ୍ତି, ଯାଅ ଭଲ ଏ ଦିଗରେ ୟାଙ୍କଠୁ ଆମେ ବହୁତ କିଛି ଶିଖିବାକୁ ପାଉଛୁ, ଜାଣିବାକୁ ପାଉଛୁ। ଆଉ ଏଇଟା ଆମ ସାହିତ୍ୟକୁ, ଆମ ସାନ୍ତାଳୀ ସାହିତ୍ୟକୁ ବହୁତ ଉପର ସ୍ତରକୁ ନେଇଯିବ ବୋଲିକରି ମୋର ଆଶା। ଆଜି ଯେଉଁ ପ୍ରକାର ଭାବରେ ଏଇ ଗବେଷକ ମାନେ ଆସିଥିଲେ, ଆମର ହତା ସାର୍ ବି ଗୋଟେ ବଢିଆ ଜିନିଷ ଗୁଡା କହିଛନ୍ତି କି ଆମ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ଏତେ ସୁନ୍ଦର ସୁନ୍ଦର କଥା କହିଛନ୍ତି ଯୋଉଟା କି ଆମେ ଏ ସାଧାରଣ ବୋଲଚାଲରେ ପାଇପାରୁନୁ। ଏମାନେ ଏଠୁ ସେଠୁ ରିସର୍ଚ୍ଚ କରିକି ଆମ ଗହଣରେ ଯୋଉ କହିଛନ୍ତି ଏଥିରେ ବହୁତ ଆମର ଅଡିଏନ୍ସ ମାନେ ବହୁତ ଖୁସି ଆଉ ବହୁତ ଶିକ୍ଷା ବି ପାଇଛନ୍ତି। ପତ୍ରିକାର ନାଁଟା ହେଉଛି
आदिम आड़ांग माने से पुरातन स्वर से पुराणा स्वर और पुरा एथिरे विषय वस्तु गुड़ा ये जो लेखा लेखी करिसंती हमर कौन कहबी साहित्य संस्कृति नहीं ही विशेष करी लेखा लेखीटा अच्छी यहीटा आग को जमती एने डिजिटल इंडिया रे आग को केमती पाद बढ़ेब जो प्रकार चाकरी बाकरी भी एने गवर्नमेंट ऑफ इंडिया रे आरंभ हो गलानी हमर ओडिसा रे किछि एमिली फैमिली टीचर गुड़ा भी एने पाइछंती नियुक्ति पाइछंती किंतु एईटा आग को केमिति स्कूल कॉलेज मानकरे पढ़ा हबो सेही नहीं कर भी लेखा देइछंती प्रस्ताव भी आसीछि एथरो भलो केजी टू पीजी आउ सरकार मध्य एमिति बराबर कहउछंती बोधे एई निकट भविष्यत रे लागू करे देबे स्कूल कॉलेज यूनिवर्सिटी केते के चलीछि हमर संबलपुर यूनिवर्सिटी चलीछि बारिपदा रे चलीछि ए जो नॉर्थ ओडिशा रे जोटा थिला श्री रामचंद्र महदेव यूनिवर्सिटी महदेव यूनिवर्सिटी रे फकीर मोहन यूनिवर्सिटी रे आउ केते के कॉलेज रे भी रहिछि सेही गुडा को हेरे एने नियुक्ति भी मिली जिवो जदी ए माने एगुडा लागू कर दियंते ना आउ तांकर असिस्टेंट प्रोफेसर लेक्चरर जो पे स्केल चलिबो सेही रे नियुक्ति भी ए माने पाई जिवे सेटा ही बहुत शुभदायक हबो आ एटा जते शीघ्र लागू हबो आमे मध्य संस्था तरफरु आमे लेखा लेखी दउछु अनुरोध करूछु सरकार के पगरे हमर निवेदन भी रहउछि बोधे एही निकट भविष्य रे हे धन्यवाद।